ମାତ୍ର ଟଙ୍କାଟିଏରେ ଏତେ ସୁନ୍ଦର ମନ୍ଦିର କେମିତି ଗଢ଼ା ହେଲା? କିଏ ସେମାନେ ଯିଏ ପଥରକୁ ଭକ୍ତିର ଛବିରେ ପରିଣତ କରିଗଲେ? ଆଖିରେ ପ୍ରେମ ମନ୍ଦିରକୁ ପ୍ରେମ ମନ୍ଦିର କାହିଁକି କୁହାଗଲା? ବୃନ୍ଦାବନର ପ୍ରେମ ମନ୍ଦିର ଏକ ସୁନ୍ଦର ଓ ଅଦ୍ଭୁତ ସ୍ଥାନ, ଯାହା ଶ୍ରୀ କୃପାଲୁଜୀ ମହାରାଜଙ୍କ ଦ୍ୱାରା ନିର୍ମିତ ହୋଇଥିଲା। ଏହି ମନ୍ଦିର ତିଆରି କରିବାର ପ୍ରାୟ 12 ବର୍ଷ ଲାଗିଥିଲା ଏବଂ ପ୍ରାୟ 1000 ମିସ୍ତ୍ରୀ, କାରିଗର ଓ ଶିଳ୍ପୀ ଏହି ମନ୍ଦିରକୁ ସୁନ୍ଦର ଓ ପରିପୂର୍ଣ୍ଣ କରିବାରେ ଦିନ ରାତି ମେହନତ କରୁଥିଲେ। ସେମାନେ ମାତ୍ର ଟଙ୍କା ପାଇଁ ନୁହେଁ, ବରଂ ଭକ୍ତି ଓ ଦେବ ପ୍ରତି ସମର୍ପଣରେ ଏହି କାମ କରୁଥିଲେ। ମିସ୍ତ୍ରୀମାନେ ହରି ଓ ରାଧାଙ୍କ ଲୀଳାର ଛବି ମାର୍ବଲ ଉପରେ ଅଙ୍କନ କରୁଥିଲେ। ପଥରଟିକୁ କାଟିବା, ଶିଳ୍ପୀକାରୀ ଆକୃତି ତିଆରି କରିବା ଏବଂ ମନ୍ଦିରର ଭିତରେ ବାହାରେ ସଜାଣରେ ସବୁ ସଞ୍ଚୟ କରୁଥିଲେ। ପ୍ରତ୍ୟେକ ଛବି ଓ ପଥର ମନ୍ଦିରର ଏକ ଅଦ୍ଭୁତ ଭାବ ଦେଖାଇଥାଏ, ଯାହା ଦର୍ଶକଙ୍କୁ ଭକ୍ତି ଓ ପ୍ରେମର ଗଭୀର ଅନୁଭୂତି ଦେଇଥାଏ। ମିସ୍ତ୍ରୀମାନେ ତାଙ୍କର ଦୈନିକ ଜୀବନରେ ବହୁତ କଷ୍ଟ ସହି କାମ କରୁଥିଲେ। ଖାଦ୍ୟ, ପରିବାର ଏବଂ ନିଜ ସମୟକୁ ତ୍ୟାଗ କରି ସେମାନେ ମନ୍ଦିର ପ୍ରତ୍ୟେକ ଅଙ୍କନ, ପଥର ଓ କଳାକୃତିକୁ ସୁନ୍ଦର ଭାବେ ପରିପୂର୍ଣ୍ଣ କରିଥିଲେ। ସେମାନଙ୍କର ମେହନତ ଏବଂ ସମର୍ପଣ ପ୍ରେମ ମନ୍ଦିରକୁ କେବଳ ଏକ ଭୌତିକ ନିର୍ମାଣ ନୁହେଁ, ଏବଂ ଜୀବନ୍ତ ଭଳି ପ୍ରେମର ପ୍ରତୀକରେ ପରିଣତ କରିଦିଏ। ଏହି ମନ୍ଦିରକୁ ଦେଖି ଆସୁଥିବା ପ୍ରତ୍ୟେକ ଲୋକ ମନମୁଗ୍ଧ ହୋଇଯାଏ ଏବଂ ମନ୍ଦିର ଭିତରକୁ ପ୍ରଦାନ କରି ଦେଖି ସେ ଭକ୍ତିର ଏକ ନୂତନ ଅନୁଭୂତି ପାଉଥାଏ। ପ୍ରେମ ମନ୍ଦିର ମାତ୍ର ଏକ ମନ୍ଦିର ନୁହେଁ, ଏହା ମିସ୍ତ୍ରୀ, କାରିଗର ଓ ଶିଳ୍ପୀଙ୍କର ଦୈନିକ କଠିନ ପ୍ରୟାସ, ଭକ୍ତି ଓ ସମର୍ପଣର ଏକ ଗଳ୍ପ। ଏହା ଦେଖିଲେ ଆମେ ବୁଝିପାରୁ ଯେ କିପରି ମନ୍ଦିର ନିର୍ମାଣ କେବଳ ପଇସା ପାଇଁ ନୁହେଁ, ବରଂ ଏକ ଭକ୍ତି ପାଇଁ ହୋଇଥାଏ। ଏହି ମନ୍ଦିର ଦର୍ଶକଙ୍କୁ ପ୍ରେମର ଗଭୀରତା, ଭକ୍ତିର ଶକ୍ତି ଓ କାର୍ଯ୍ୟର ସୌନ୍ଦର୍ଯ୍ୟ ଦେଖାଇଥାଏ, ଯାହା ଲୋକଙ୍କୁ ହୃଦୟକୁ ସଦା ସର୍ବଦା ପ୍ରଭାବିତ କରିଥାଏ। ଏହା ଥିଲା ପ୍ରେମ ମନ୍ଦିରର ରହସ୍ୟ ଓ କେମିତି ତିଆରି ହୋଇଥିଲା ତାହାର କଥା। ଏମିତି ଭିଡ଼ିଓ ଦେଖିବା ପାଇଁ ଆମର ଚ୍ୟାନେଲ ଜୟ ଜଗନ୍ନାଥ ପ୍ରଡକ୍ସନକୁ ସବସ୍କ୍ରାଇବ୍ କରନ୍ତୁ। ଧନ୍ୟବାଦ।